ପ୍ରଥମ ଥର ପାଇଁ ଚାମ୍ପିୟନ ହେଲା ଭାରତ। ବିଜେତା ଟିମ୍କୁ 51 କୋଟିର ପୁରସ୍କାର ଦେଲେ ବିସିସିଆଇ। ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ। ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ପ୍ରଥମ ଥର ପାଇଁ ବିଶ୍ୱକପ୍ ଜିତିଛି। ଭାରତୀୟ ମହିଳା କ୍ରିକେଟ ଦଳ ସର୍ବପ୍ରଥମ ବିଶ୍ୱକପ୍ ଜିତି ଦୀର୍ଘ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇଛି। 2005 ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ଏବଂ 2017 ଫାଇନାଲରେ ଇଂଲଣ୍ଡ ଠାରୁ ହାରି ରନର୍ସ ଅପ୍ ହୋଇଥିବା ଭାରତୀୟ ଦଳ ତୃତୀୟ ଥର ଫାଇନାଲ ଖେଳି ପ୍ରଥମ ଥର ବିଶ୍ୱ ବିଜେତା ହୋଇଛି। ନବୀ ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ରବିବାର ରାତିରେ ଭାରତୀୟ ମହିଳା ଦଳ ରୋମାଞ୍ଚକ ଭାବେ ପ୍ରଥମ ଥର ଫାଇନାଲିଷ୍ଟ ଦକ୍ଷିଣ ଆଫ୍ରିକାକୁ 52 ରନରେ ହରାଇ ଏହି ଐତିହାସିକ କ୍ଷଣକୁ ସାଉଁଟି ନେଇଛି। ପୁରୁଷ ଦଳର 4 ବିଶ୍ୱ ମୁକୁଟକୁ ମିଶାଇଲେ ଏହା ଭାରତର ପଞ୍ଚମ ଆଇସିସି ବିଶ୍ୱକପ୍ ବିଜୟ। ପ୍ରଥମ ବ୍ୟାଟିଂ କରି ସ୍ମୃତି ମନ୍ଦାନା 45 ରନ୍ ଓ ଶେଫାଳି ବର୍ମା 87 ରନ୍ ଶତକୀୟ ଭାଗିଦାର ପରେ ଭାରତ 298 ରନ୍ କରିଥିଲା। ଦକ୍ଷିଣ ଆଫ୍ରିକା ପାଳି 45.3 ଓଭରରେ 246 ରନ୍ରେ ଶେଷ ହୋଇଯାଇଥିଲା। ଦାୟିତ୍ୱପୂର୍ଣ୍ଣ ଅର୍ଦ୍ଧଶତକ ପରେ ଭେଟରାନ୍ ଅଲରାଉଣ୍ଡର ଦୀପ୍ତିଙ୍କ 5 ୱିକେଟ୍ ଦଖଲ କରିବା ନିର୍ଣ୍ଣାୟକ ହୋଇଥିଲା। ଅଲରାଉଣ୍ଡରର ପ୍ରଦର୍ଶନ ପାଇଁ ଦୀପ୍ତିଙ୍କୁ ପ୍ଲେୟର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଘୋଷିତ କରାଯାଇଥିଲା। ଦୀପ୍ତିଙ୍କ ଭଳି ଶେଫାଳି ବର୍ମାଙ୍କ ଅଲରାଉଣ୍ଡ ପ୍ରଦର୍ଶନ 87 ରନ୍ କରିବା ସହ 2ଟି ୱିକେଟ୍ ନେଇ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଘୋଷିତ ହୋଇଥିଲା। ଅନ୍ୟପକ୍ଷରେ ପ୍ରଥମ ଥର ପାଇଁ ଫାଇନାଲ ଖେଳିଥିବା ଦକ୍ଷିଣ ଆଫ୍ରିକାର ସ୍ୱପ୍ନ ଅଧୁରା ରହିଯାଇଛି।